ଏଇ ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ଲାଗୁଛି ନା ମୟୂର। ଆହୁରି ଅଛି ମୟୂର ବଢିଆ କେତେ ପୁରା ଝାଲେ ଅଛି। ଆଉ ଏଟା ତ ହେଲା ତାମିଲନାଡୁର ରାବଣ ମନ୍ଦିର, ସବୁ ରାକ୍ଷସ ମୂର୍ତ୍ତି ଦେଖନ୍ତୁ। ତ ରଜ କେତେ ସୁନ୍ଦର ହଉଛି। ଆମ ଏପଟେ ତ ରଜ ନାହିଁ, ଏଇ ଖାଲି ହାଇ ସାଙ୍ଗମାନେ ଏଇ ଦେଖନ୍ତୁ ଆଜି ଯାଉଛୁ ବୁଲିବା ପାଇଁ। ଏନା ତାମିଲନାଡୁ ତ ଆଉ ରଜ ସେଲିବ୍ରେଟ କରିପାରୁନୁ, ଖାଲି ସେମିତି ଖାଲି ବୁଲିବା କଥା ଆଉ। ମୟୂର ଦେଖିବାକୁ ଯାଉଛି, ଆପଣ ମାନେ ଭିଡିଓରେ ରୁହନ୍ତୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିବ ମୟୂର କେତେ ସୁନ୍ଦର ସୁନ୍ଦର। ଏଇ ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ଲାଗୁଛି ଦେଖନ୍ତୁ ମୟୂରଟା। ଦେଖନ୍ତୁ ଆମ ଓଡିଶାରେ ଏମିତିକା ମୟୂର ଦେଖିବାକୁ ମିଳିବ। ହଁ ସେ ନାଚିଲା ବେଳେ ଆହୁରି ଭଲ ଲାଗେ। କେତେ ସୁନ୍ଦର ତାର ପର ହେଇଛି, ବଢିଆ ଲାଗୁଛି ବେ। ବଡଟେ ଏଟା। ଏଇ ତ ଦେଖନ୍ତୁ ସାଙ୍ଗମାନେ କେତେ ବଡଟେ। ଏ ସାଇଡ হবে ନା, ଆମ ସେପଟରେ ମୟୂର ନାହିଁ। ହଁ ହଁ ସିଆଡେ ଜଙ୍ଗଲି ଜାଗାକୁ ଅଛି, ଆମ ଏରିଆରେ ନାହିଁ। ତାମିଲନାଡୁ ଆସିକି ମୟୂର ଯାଉ ଦେଖିବାକୁ ମିଳିଲା। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ମନ୍ଦିର, କେତେ ବଢିଆ ବଢିଆ ମୂର୍ତ୍ତି ଆଙ୍କିଛି। ତା ଭିତରେ କେତେଟା ଦେବୀ ଅଛି, 3, 6, 7ଟା। ଏଟା ରାବଣ ଏରିଆ ନା, ସେଇ ନେଇଛନ୍ତି। ଚପଲ ପିନ୍ଧି କାଇଁ ଯାଉଛୁ ବେ? ଚପଲ ପିନ୍ଧା ଏଇଠି ରଖିଦେଇ ଯାଇଥାନ୍ତୁ। ଯାହାହେଲେ ତ ସେ ଠାକୁର ନା। କୋଉଠି? କେତେ ସୁନ୍ଦର ଫୁଲ ଗଛଟେ ଦେଖନି। ଏ ମମତା ଦି ଆ ଫଟୋ ଉଠେଇ ବହୁତ ଆସୁନୁ। ଥିଲା ନା ଏଇ ଗଛ ନା ଓଡିଶାରେ ଦେଖିବା ପାଇଁ ବହୁତ କମ ମିଳେ। ଆହୁରି ଭଲ ଭଲ ମନ୍ଦିର ଅଛି ସେପଟେ। ଗୋଟେ ଗାଁ ଭିତରେ ଗୋଟେ ବଢିଆ, ସିଏ ବି ସେମିତି ଏମିତି ବଡ ବଡ ରାକ୍ଷସ ମୂର୍ତ୍ତି ସବୁ। ହଁ ଏଇ ଠାକୁର ସବୁ ବେଶୀ। ଆହୁରି ଭିତରକୁ ଅଛି କିନ୍ତୁ ସେପଟକୁ ଗଲେ ଉଠେଇଥାନ୍ତୁ, କିନ୍ତୁ ଏଇଟା ଏଇ ଠାକୁର ମନ୍ଦିର ଦେଖନ୍ତୁ ସାଙ୍ଗମାନେ। ଆପଣ ମାନଙ୍କ ସାଙ୍ଗେ ଟିକେ ସେୟାର କରିଦବା କଥା, ଆଉ କିଛି ନୁହଁ, ଖାଲି ଟାଇମ ପାସ୍। ବୁଲିକି ଭିଡିଓ ବନେଇବା କଥା ଆଉ। ନା ଏମାନେ ଏଠି ରଜ ହଁ ତାଙ୍କର ଗୋଟେ ନାଁ ଅଲଗା। ହଁ ତ ସାଙ୍ଗମାନେ ଆଜି ପାଇଁ ଏତିକି ରହିଲି। ତ ପୁଣି କେତେବେଳେ ଭଲ ଭିଡିଓଟେ ବନେଇକି ଆପଣମାନଙ୍କ ପାଇଁ ଛାଡିବା ପାଇଁ ଚେଷ୍ଟା କରିବି। ତ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ କହିବ। ରହିଲି, ଜୟ ଜଗନ୍ନାଥ କହିଦେ। ଜୟ ଜଗନ୍ନାଥ କହିଦେ। ଅନେଇଛୁ କଣ ବୁକା ଭଳିଆ?